ଜୟଗୁରୁ ମୁଁ ଦେବରାଜ ୱେଲକମ୍ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଦେବରାଜ ଲାଇଭ୍ ଭିଜନ୍। ଆପଣମାନେ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି, ଆଶା କରୁଛି ଠାକୁରଙ୍କ ଦ୍ୱାରା ଆପଣମାନେ ଭଲରେ ଥିବେ। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଆସନ୍ତୁ ଯିବା ଗୋଟେ ନୂଆ ବ୍ଲଗ୍କୁ। ଆଜି ନୂଆ ବ୍ଲଗ୍ରେ ଯିବା ଆମେ କେଉଁଠିକି ଯିବା? ଯେଉଁ ଲକ୍ଷ୍ମୀ ମାଆଙ୍କର ଜନ୍ମଦିବସ ଯେଉଁ ପାଳନ ହେଲା, ସେ ଲକ୍ଷ୍ମୀ ମାଆଙ୍କର ଯେଉଁ ଜନ୍ମଦିବସରେ ବାଳକାଟିରେ ଗୋଟେ ଯେଉଁ ବିଶେଷ ସତ୍ସଙ୍ଗ ହେଲା, ସେ ବିଶେଷ ସତ୍ସଙ୍ଗରେ ଦେଖିବା ଆମର ରୀତିକ ଦାଦାଙ୍କର ବହୁତ ସୁନ୍ଦର ଯାଜନ। ଆଉ ଆପଣମାନଙ୍କୁ କେମିତି କ'ଣ ଲାଗୁଛି ନିଶ୍ଚୟ କମେଣ୍ଟ କରିତେ ଜଣାଇବେ। ଆଉ ଡେରି କରିବାନି, ଆସନ୍ତୁ ଯିବା ଦେଖିବା। ମାନେ ସଦା ରୀତିକ ଦାଦାଙ୍କର ବହୁତ ସୁନ୍ଦର ଯାଜନ। ଆସନ୍ତୁ। ଏଭଳି ସେବା ସେ ଦେଇଛନ୍ତି ଶ୍ରୀ ଠାକୁରଙ୍କୁ। ବହୁ କଷ୍ଟ ସହିଛନ୍ତି। ଯେତେବେଳେ ପ୍ରଥମରୁ ଆସିଛନ୍ତି ଅଳ୍ପ ବୟସରେ, ଚିନ୍ତା କରନ୍ତୁ 12 ବର୍ଷ ବୟସରେ ପିଲାମାନଙ୍କର ଆଜିକାଲି 25-26 ବର୍ଷ ବୟସରେ ଯାଇକି ବୁଦ୍ଧି ହେଉଛି, କିନ୍ତୁ 12 ବର୍ଷ ବୟସରେ ସେ ବୋହୂ ହେଇକି ଆସିଥିଲେ। ଆଉ ମା ତାଙ୍କର ଯେ ଶାଶୁ ଥିଲେ ସିଏ ମାଷ୍ଟର, ସିଏ ତାଙ୍କୁ ସବୁ ଇତି ଆଜି ତ ବର୍ତ୍ତମାନ ବୋହୂ ଶାଶୁମାନଙ୍କୁ ଶାଶୁମାନେ ବୋହୂମାନଙ୍କୁ ପ୍ରଣାମ କଲେଣି ତାଙ୍କ ଚାରିପୁରା। ସେତେବେଳେ ସେ ଗୋଟେ କଥା ଶିଖିକିରି ଆସିଥିଲେ। ତାଙ୍କ ମା ତାଙ୍କୁ କହିଥିଲେ, କହିଲେ ଲଜ୍ଜା ଯେମିତି ତୋ ପାଖରେ ସବୁବେଳେ ରହିବ, ତୁ ନିର୍ଲଜ ବୋହୂ ଯେମିତି ନ ହଉ, ଏ କଥା କହିଥିଲେ। ଏବଂ ଯଦି କୌଣସି କାରଣରୁ ଯେମିତି ତୋର ବାପ ମାଙ୍କ କଥା ଯେମିତି ପଦାରେ ନ ପଡ଼େ, ବାପ ମାଙ୍କୁ କେମିତି ଯେମିତି ହୀନ ନ କହିଦିଅନ୍ତି, ଏଭଳିଆ ବାପ ମା ଶିଖେଇଥିଲେ। ଯଦି ଏଇ କଥାଟା କିଏ କହିଦେଲା କେତେ ଅପମାନିତ ହବ। ସେ କହିଥିଲେ ତୁ ନୀରବ ରହିବୁ। ଏବଂ ସେ କଥା ବି ବହୁତ କମ୍ କହୁଥିଲେ। ମାଡ଼ ବି ବିଧା ବି ଖାଇଛନ୍ତି ଦିଅର ପାଖରୁ। ଚିନ୍ତା କରନ୍ତୁ, ଏତେ କମ୍ ବୟସରେ ତାଙ୍କ ସମସାମୟିକ ବାଦଲ ଯିଏ ତାଙ୍କର ଠାକୁରଙ୍କ ଭାଇ ଥିଲେ, ମଝିଆ ଭାଇ, ସିଏ ତାକୁ ମାରିଛନ୍ତି। ତା କାରଣ ତାଙ୍କର ରୋଗ ଦୃଷ୍ଟ ଟିକେ ଥିଲେ, ସେ ଭାରି ରାଗି ଥିଲେ। ଏବଂ ସେ ବହୁ ସମୟରେ ତାଙ୍କ ମନ ମାଫିକ ଯଦି କିଛି ନହେଲା, ଠିକ ଭାବେ ଖାଦ୍ୟ ପଦାର୍ଥ ନହେଲା, ସେ ରାଗିକିରି ବିଧା ବି ପକେଇଛନ୍ତି ସେ ବଡ଼ ମାଙ୍କ ପିଠିରେ। କିନ୍ତୁ ବଡ଼ ମା କେବେ ବି ତାଙ୍କ ବିରୁଦ୍ଧରେ ତାଙ୍କ କଥା କହିନାହାନ୍ତି। ଏଠି ସହିକିରି ସେ ରହୁଥିଲେ। ଆଉ ସାନ ଭାଇ ଯେ ପ୍ରଭାସ ଚକ୍ରବର୍ତ୍ତୀ, ସିଏ ବହୁତ ନମ୍ର ଥିଲେ, ଜ୍ଞାନୀ ଥିଲେ ଏବଂ ଭାରି ସହଶକ୍ତି ଥିଲା। ଏବଂ ସିଏ ଭାରି ପ୍ରିୟ ପାତ୍ର ଥିଲେ ଶ୍ରୀ ବଡ଼ ମାଙ୍କର। ସେ ଭାରି ଭଲ କହୁଥିଲେ। କିନ୍ତୁ ସେ ଏତିକି ଦୋଷ ଶ୍ରୀ ବଡ଼ ମାଙ୍କର, କଥା କହନ୍ତି ବହୁତ କମ୍, ଠାରରେ କାମ, ଇଙ୍ଗିତରେ କାର୍ଯ୍ୟ। ଶେଷରେ ସେଇଟା ତାଙ୍କ ମନୋଭାବିକ ଟିକେ କହନ୍ତି, ଟିକେ ଭାଉଜ ସାଙ୍ଗରେ କଥାବାର୍ତ୍ତା ହୁଅନ୍ତି, ଟିକେ ଭଲ ହୁଅନ୍ତା, କିନ୍ତୁ ସିଏ କରନ୍ତିନି। ଶେଷରେ ଖଡ଼ିରେ ତଳେ ଲେଖିକିରି କହିଦିଅନ୍ତି ଏହା। ସେଇଥିରେ ବି ତାଙ୍କୁ ଭାରି ଖୁସି। ଏଭଳିଆ ଶ୍ରୀ ବଡ଼ ମା ଥିଲେ। ଆଉ ସେବା କଥା ତ କ'ଣ କହିବା, ତାକୁ କହୁଛନ୍ତି ଜ୍ଞାନୀ ହେବା ସହଜ, ଆଉ ଯୋଗୀ ହେବା ବି ସହଜ, କିନ୍ତୁ ଗୋଟେ ସେବକ ହେବା ବହୁତ କଠିନ କଥା। ସେବତେ ସେବକ ଧର୍ମ କଠୋରା, ଶବ୍ଦେ ସେବକ ଧର୍ମ କଠୋରା। ତେଣୁ ବହୁତ କଷ୍ଟ ଜଣେ ସେବକ ହେବା। ତେଣୁ ସବୁବେଳେ ସେବକ ଚାହେଁ ତା ସେବ୍ୟକୁ କିପରି କ'ଣ କରିକିରି ତା ଅନ୍ତରରେ କେମିତି ଦୁଃଖ ନ ଦେବି, ଆନନ୍ଦ ଦେବି, ସବୁବେଳେ ଖୁସି ଦେବା ପାଇଁ ଯେମିତି ହନୁମାନ କରି ପ୍ରଭୁଙ୍କ ପ୍ରତି କେମିତି ସବୁବେଳେ ଚାହେଁ ତାଙ୍କ ମୁଖରେ ହସ ଫୁଟେଇବା, ସେଭଳି ଶ୍ରୀ ବଡ଼ ମାଙ୍କୁ ଥିଲା ଶ୍ରୀ ଠାକୁରଙ୍କ ସେବା। এই সেবা কথা কহিবার গোটে ছোটিয়া কথাটা মনে পড়লা। শ্ରୀ বଡ଼ মା ସବୁବେଳେ ବହୁତ ରାତିରୁ ଉଠନ୍ତି ଏବଂ ନାମ ଧ୍ୟାନ କରି ସବୁ କାମ ପ୍ରାର୍ଥନା ପୂର୍ବରୁ ସାରି ଦିଅନ୍ତି। ସେ କଥାଟା ଶ୍ରୀ ଠାକୁର କହୁଛନ୍ତି, ସବୁବେଳେ ସେ ସବୁ କାମ କରିଦିଏ। କେତେବେଳେ ରାତି ଏତେ ଅଧରୁ ଉଠେ, ଟିକେ ଦେଖିଲ କେତେବେଳେ ସେ ଉଠେ, କ'ଣ କରେ। ସେ 2-3 ଜଣ ପିଲାମାନଙ୍କୁ, ଯୁବକ ପିଲାମାନଙ୍କୁ ସେଠି ନିୟୋଜିତ କଲେ ଶ୍ରୀ ଠାକୁର। କହିଲେ ଦେଖିବ କେତେବେଳେ ସେ ଉଠୁଛନ୍ତି। ସେମାନେ ଯାଇକିରି ଦେଖିଲେ, ଜଗିଲେ, ଶୋଇପଡ଼େ, ଖାଇ ପିଇକି ଶୋଇପଡ଼ିଲେ ଏବଂ 4ଟା ବେଳକୁ ଉଠିବେ ବୋଲି ଚିନ୍ତା କରି ଶୋଇଛନ୍ତି। କିନ୍ତୁ ଶ୍ରୀ ବଡ଼ ମା ଧୀର ସ୍ଥିର ଉଠି ଚୁପ୍ ଚୁପ୍ ଥାପି ଥାପି ଗୋଡ଼ ଯାଇକି କାମ ସାରି ଦେଇକିରି, ସବୁ କାମ ସାରିଲା ବେଳକୁ ସେ ପିଲାମାନେ ଉଠିକି ଦେଖିଲେ ସବୁ କାମ ସରିଯାଇଛି। ଏମିତି ଜମା କେବେ ବି ଦେଖିପାରିନି। ଯେତେବେଳେ 3ଟା ବେଳକୁ କହିଲେ ତା ପୂର୍ବରୁ ଉଠି ପଡ଼ିବେ ଶ୍ରୀ ବଡ଼ ମା। ଏମିତି କାମ ସବୁ ସାରି ଦିଅନ୍ତି।
କେବେ ପାରିଲେ ନାହିଁ ଶ୍ରୀ ଶ୍ରୀ ବଡ଼ମା କେତେବେଳେ ଉଠନ୍ତି କେତେବେଳେ କାମ କରନ୍ତି। ସେବକ ମାନେ ଚିନ୍ତା କର ଏମିତି ଯେ ଶ୍ରୀ ଶ୍ରୀ ବଡ଼ମା କହୁଛନ୍ତି, ତାଙ୍କୁ ପଚାରିଛନ୍ତି, ଆଜ୍ଞା ଆପଣଙ୍କୁ ଆମେ ଜଗି ପାରିଲୁନି, କେତେବେଳେ ଉଠୁନି, କେମିତି ଉଠିଲା ବେଳେ ତ ଆମେ ଜାଣିବା କଥା, ଚାଲିଲେ। ଶ୍ରୀ ଶ୍ରୀ ବଡ଼ମା କୁହନ୍ତି, ମୁଁ ଯେତେବେଳେ ଉଠିକି ଯାଏ ଗୋଡ଼ ଚାପି ଚାପି, ସେତେବେଳେ କାଳେ ବାଇଚାନ୍ସ ତମେ ଉଠି ପଡ଼ିବ, ତୁମକୁ କେତେ କଷ୍ଟ ହେବ, ମୋ ମନ ଭାରି କଷ୍ଟ ହେବ। তুমি ପିଲା ଲୋକ ଶୋଇଛ, ଏଇ ଯେ ଉଠି ପଡ଼ିଲେ ତମ ନିଦ ଭାଙ୍ଗିଯିବ, ଏ କଷ୍ଟଟା ମୋତେ ବହୁତ ହେବ। ଶ୍ରୀ ଶ୍ରୀ ବଡ଼ମା। ତେଣୁ ଆଉ ବିଶେଷ ଲମ୍ବଉନି। ଥରେ ଶ୍ରୀ ଶ୍ରୀ ଠାକୁର ବ୍ରାହ୍ମଣ ମାନଙ୍କୁ ଭୋଜନ ଡକେଇଥିଲେ ଘରକୁ, ଭୋଜନ ଦେବା ପାଇଁ ପରିବେଷଣ କରୁଛନ୍ତି। ଶ୍ରୀ ଶ୍ରୀ ବଡ଼ମା ଏକା ଜିନିଷ ପତ୍ର ନେଇକି ଆସୁଛନ୍ତି, ଝୁଣ୍ଟିକି ଟିକେ ପଡ଼ିଗଲେ। ଶ୍ରୀ ଶ୍ରୀ ଠାକୁର ତାକୁ ଦେଖିଲେ। ତାପରେ ଭୋଜନ ସରିଲା ପରେ ଶ୍ରୀ ଠାକୁର ବଡ଼ମାଙ୍କୁ କହିଲେ, ବଡ଼ ବୋଉ ତୁମେ ଯେତେବେଳେ ଝୁଣ୍ଟି ପଡ଼ିଲ, ଆଉ ମୋତେ ବହୁତ ଲଜ୍ଜା ଲାଗିଲା, ଆଉ ଭାରି ମୋତେ ଲଜ୍ଜା ଲାଗିଲା। ତାପରେ ସେଇଦିନ ଠାରୁ ଶ୍ରୀ ଶ୍ରୀ ବଡ଼ ଠାକୁର କହୁଛନ୍ତି, ସେଇଦିନ ଠାରୁ ମୋ ଜୀବନରେ କେବେ ଶ୍ରୀ ଶ୍ରୀ ବଡ଼ମା ବଡ଼ ବୋଉ ଝୁଣ୍ଟି ନାହାନ୍ତି, ମୁଁ ଦେଖି ନାହିଁ, ଝୁଣ୍ଟିବା ଦେଖି ନାହିଁ। କହୁଛନ୍ତି ଶ୍ରୀ ଶ୍ରୀ ବଡ଼ମା। ଠାକୁର କହୁଛନ୍ତି, ମଣିଷର ଯେତେବେଳେ ଅନିଚ୍ଛା ଆସେ ସେତେବେଳେ ତାର ମେମୋରି ଫେଲ୍ କରେ, ଆଟେନସନ ବ୍ରେକ୍ ହେଇକି ମେମୋରି ଫେଲ୍ କରେ ଲୋକଙ୍କର। କିନ୍ତୁ ଶ୍ରୀ ଶ୍ରୀ ବଡ଼ ବୋଉର କେବେ ମେମୋରି ଫେଲ୍ ହେଇନାହିଁ। ତାପରେ ସେବା ଦିଦି ସେଠି ବସିଥିଲେ। ସେବା ଦିଦି ପଚାରିଲେ ଶ୍ରୀ ଶ୍ରୀ ଠାକୁର, ଆରେ ସେ ଦୋଷଟା ଥୁଆ ହେଇଛି କେତେ ବର୍ଷର? କେତେ ସଂରକ୍ଷଣ ବ୍ୟାପାର ଶ୍ରୀ ଶ୍ରୀ ବଡ଼ମାଙ୍କର ସଂରକ୍ଷଣ କ୍ଷମତା ଥିଲା। କହିଲେ ସେ ଦୋଷଟା ମାନେ ଯୋଉ ଗଦି କେତେ ବର୍ଷର? ସେବା ଦିଦି କହିଲେ, ଆଜ୍ଞା ଏଟା 30 ବର୍ଷର। 30 ବର୍ଷ ଯେମିତି ନୂଆ, ଯେମିତି ଫ୍ୟାକ୍ଟ୍ରିରୁ ଆସିଛି ସେମିତି ରହିଛି, ଏତେ ସଜେଇକି ଜିନିଷ ପତ୍ର ରଖିଛନ୍ତି। ତାପରେ ଏ କଥା କହିଲେ ପଞ୍ଚାନନ୍ଦା ସେଠି ଥିଲେ। ସବୁ ଜିନିଷ ବଡ଼ ବୋଉର ଏଭଳି ପରିଷ୍କାର ପରିଚ୍ଛନ୍ନ କରି ରଖିବା ତାହାର ଗୋଟେ ବୈଶିଷ୍ଟ୍ୟ। ତାପରେ ସେଠି ବଡ଼ମା ଠାକୁରଙ୍କୁ କହୁଛନ୍ତି, ପଞ୍ଚାନନ୍ଦା ଠାକୁର ସମସ୍ତଙ୍କର ଏପରି ହେଇପାରିବେ? ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ୱାନ୍ ହ୍ୱାଇଟ୍ କ୍ରୋ ବୁଝେଇ ଦିଏ କ୍ରୋ ମେ ବି ହ୍ୱାଇଟ୍। ଗୋଟେ ଧଳାଟାକୁ ଯଦି କିଏ ଦେଖିଦେଲା, ସେ ଜାଣିଥିବେ ଯେ ହଁ ଧଳାଟା ଗୋଟେ ଅଛି। ତେଣୁ ଯଦି ଶ୍ରୀ ଶ୍ରୀ ବଡ଼ମା ହେଇପାରିଲେ, ସମସ୍ତେ ଆମେ ହେଇପାରିବା ସେଇଭଳି। ଆଉ ବିଶେଷ କହୁନି। ତେଣୁ ଆଉ ଥରେ ଏଇ ମା ମାନଙ୍କ କଥା ଟିକେ କହୁଛି। ସ୍ୱାମୀର ଚର୍ଚ୍ଚା, ଠାକୁର ଗୋଟେ ବାଣୀ ଦଉଛନ୍ତି, ସ୍ୱାମୀର ଚର୍ଚ୍ଚା ଉପେକ୍ଷା କରି ସନ୍ତାନ ଚର୍ଚ୍ଚା କରିବାକୁ କରୁନି। ସନ୍ତାନ ଚର୍ଚ୍ଚାରେ ପାଗଳ କିଏ? ସ୍ୱାମୀର ଚର୍ଚ୍ଚା ଉପେକ୍ଷା କରି ସନ୍ତାନ ଚର୍ଚ୍ଚାରେ ପାଗଳ ଯିଏ, ସେଇ ଝିଅଟି, ସେଇ ଝିଅ ହଉଛି କଣ ନା ଜୀବନ ବେତାଳ, ସେଇ ଝିଅର ଜୀବନ ବେତାଳ। ଆଉ ସନ୍ତାନ ସାତ ପାଞ୍ଜିରୁ ଯାଏ। ତେଣୁ ଆମେମାନେ ଯେତେବେଳେ ମାଆଙ୍କୁ ଡାକିବା ଟିକେ କ'ଣ ଖାଇବା ପିଇବା ବ୍ୟବସ୍ଥା କରି ଆମେ ଯିବା, ସେତେବେଳେ ମାଆ କହିବେ, ପିଲାର ଆମେ ବହୁତ ସଜଡ଼ା ହେଇକି ବହୁତ ତମେ ଟିକେ ସଜା ପକେଇ ପଳେଇ ଯାଉନ। ଏଇଟା ଏଇଭଳିଆ ଆମ ମାନଙ୍କର ମା ମାନେ। ତେଣୁ ଏମିତି ହେବା ନାହିଁ। ସବୁବେଳେ ସ୍ୱାମୀକୁ ପରିଚର୍ଯା କରି ଚାଲିବାକୁ ପଡ଼ିବ। ସ୍ୱାମୀ ଯାହା ହେଇଥିବ, এই ପରିଚର୍ଯା ବଳରେ ଭଲ ପାଇବା ଆସେ, ପ୍ରେମ ଆସେ। ସନ୍ତାନ ମାନେ ବି ସେୟା ଦେଖିବେ। ଆମେ ସନ୍ତାନଙ୍କ ଚର୍ଚ୍ଚା କରୁ ସନ୍ତାନ ମାନେ ସାଂଘାତିକ ପ୍ରକାର ଔଦ୍ଧତ୍ୟରେ ଯାଇ ପହଞ୍ଚିଯିବେ। ସିଏ ଆଉ ବଡ଼ ସାନ କିଛି ମାନିବେ ନାହିଁ। ଏଭଳିଆ ସବୁ କଥା। ତେଣୁ ଆସନ୍ତୁ, ସେଇ ବଡ଼ମାଙ୍କ ପରି ଆଜି ଯେ ଶ୍ରାବଣ ମାସ ଆଜି ଧନ୍ୟ ହେଇଛି, ଏ ଧରା ଧନ୍ୟ ହେଇଛି ସେ ପରମ ପ୍ରକୃତିକୁ ପାଇକି। ତେଣୁ ଆଜି ସବୁଆଡ଼େ ଶ୍ରାବଣ ମାସର ଧାରା ଚାଲିଛି, ସବୁଆଡ଼େ ସେଇ ମାନେ ମାତୃ ସମ୍ମିଳନୀ ଚାଲିଛି, ମା ମାନଙ୍କର ସୁନ୍ଦର ଭାବରେ ଯାତନ ଚାଲିଛି, ବଡ଼ ମାଙ୍କୁ ନେଇକି ଚାଲିଛି। ତେଣୁ ବଡ଼ ମାଙ୍କର କିଛିଟା ଗୁଣ ଆମ ମାନଙ୍କ ପାଖରେ ଯଦି ପ୍ରତୀୟମାନ ହୁଏ, ତାହେଲେ ସାରା ବିଶ୍ୱ ବୈକୁଣ୍ଠପୁର ହେଇ ଉଠିବ। ସମସ୍ତେ ଭଲ ହେଇ ଚାଲିବେ। ଆଜି ଏଇ ମାଙ୍କ ଗର୍ଭ, ଏଇ ମାଙ୍କର ଏତେ ଶକ୍ତି ଅଛି। କହୁଛନ୍ତି ଏଇ ମାଙ୍କ ଭିତରୁ ଭଗବାନ ଜନ୍ମ ହେଉଛନ୍ତି, ମାଙ୍କ ଗର୍ଭରୁ। ଏଇ ମାଙ୍କ ଗର୍ଭରୁ ଶୈତାନ ବି
ଆଉ ଏଇ ମା ମାନେ ଚାହିଁଲେ ସାରା ବିଶ୍ୱକୁ ରାମରାଜ୍ୟ କରିଦେଇ ପାରିବେ। ଆଉ ଏଇ ମା ଯଦି ଚାହିଁବେ ନରକ ବି ମଧ୍ୟ କରିଦେଇ ପାରନ୍ତି। ତେଣୁ ଏ ଭାରତର ଗଣନା ନ ଜାଗିଲେ ଭାରତ ଜାଗେ ନା। ତେଣୁ ଆସନ୍ତୁ ସମସ୍ତଙ୍କ ସୁଦୀର୍ଘ ଇଷ୍ଟପତି ଆମ ଜୀବନ କାମନା କରି ମୋର ବକ୍ତବ୍ୟ ସଂଯୋଗ ନେଇ ଆଜିର ପ୍ରୋଗ୍ରାମ ଦେଖିଲେ କେମିତି ଯେଉଁ ଲକ୍ଷ୍ମୀ ମାଙ୍କ ଜନ୍ମ ଦିବସରେ ଯେଉଁ ପାଳନ ଯେଉଁ ବିଶେଷ ସତ୍ସଙ୍ଗ ହେଇଥିଲା, ସେ ବିଶେଷ ସତ୍ସଙ୍ଗରେ ବାଳକାଟି ମନ୍ଦିରରେ ଯେଉଁ ହେଇଥିଲା ବିଶେଷ ସତ୍ସଙ୍ଗ, ସେଠି ଯେଉଁ ଦେଖିଲେ କେମିତି ମାନେ କେତେ ସୁନ୍ଦର ଆୟୋଜନ ଦାଦାଙ୍କର। ଆଉ ଆପଣଙ୍କୁ କେମିତି କ'ଣ ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାଇବେ। ପୁଣି ଦେଖା ଗୋଟେ ନୂଆ ବ୍ଲଗ୍ ରହୁଛି ଆପଣଙ୍କ ଦେବରାଜ। ନମସ୍କାର, ଜୟ ଜଗନ୍ନାଥ, ଜୟ ଗୁରୁ।